ଗୁଣଫଳ ନିର୍ଣ୍ଣୟ କର। a ଟୁ ଦି ପାୱାର ହାଫ୍ ପ୍ଲସ୍ b ଟୁ ଦି ପାୱାର ହାଫ୍ ଇଣ୍ଟୁ a ଟୁ ଦି ପାୱାର ହାଫ୍ ମାଇନସ୍ b ଟୁ ଦି ପାୱାର ହାଫ୍। ତ ୟାକୁ ଆମେ କେମିତି ଅତି ଜଲ୍ଦି ସଲ୍ଭ କରିପାରିବା? ମାନେ ୟାକୁ ଆମେ କ'ଣ ନେଇଯିବା ନା a ବୋଲି ଧରିବା, ୟାକୁ ନେବା b ବୋଲି, ଇଏ ସେଭଳି a ହେବ, ଇଏ ହେବ b ହେଲା। ତ ତାହେଲେ ଆମେ କ'ଣ କରିବା ନା ଆମର ସୂତ୍ର କ'ଣ a ପ୍ଲସ୍ b ଇଣ୍ଟୁ a ମାଇନସ୍ b ଇଜ୍ ଇକ୍ୱାଲ୍ ଟୁ କ'ଣ a ସ୍କୋୟାର ମାଇନସ୍ b ସ୍କୋୟାର। ବୁଝିହେଲା? ତ ଆମର ସୂତ୍ର କ'ଣ ଶିଖିଛେ a ପ୍ଲସ୍ b ଇଣ୍ଟୁ a ମାଇନସ୍ b ଇଜ୍ ଇକ୍ୱାଲ୍ ଟୁ a ସ୍କୋୟାର ମାଇନସ୍ b ସ୍କୋୟାର। ତ ଏବେ ଆମେ କ'ଣ କରିବା ନା ଆମେ ଜାଣିଛେ a ଟୁ ଦି ପାୱାର m ଟୁ ଦି ପାୱାର n ଇଜ୍ ଇକ୍ୱାଲ୍ ଟୁ a ଟୁ ଦି ପାୱାର m n। ତ ଆମର କ'ଣ ହେଇଯିବ ଗୁଣନ ହେଇଯିବ, ସେଟା ଆମେ b ଟୁ ଦି ପାୱାର ହାଫ୍ ଗୁଣନ 2। ତ ଇଏ କ୍ୟାନସେଲ୍ ହେଇଗଲା। ତାହେଲେ ଆମର କେତେ ଆସିବ ଏବେ ଆନ୍ସର a ଟୁ ଦି ପାୱାର 1 ମାନେ a ମାଇନସ୍ b ଟୁ ଦି ପାୱାର 1 ମାନେ b। ଇଏ ହେଉଛି ଆମର ଆନ୍ସର। ତ ସେଇଭଳି ଆମେ ଆଉ ଗୋଟେ କ୍ୱେଶ୍ଚିନ୍ ମୁଁ ତୁମମାନଙ୍କୁ ଦେଉଛି, ତୁମମାନେ କରି କମେଣ୍ଟ ବକ୍ସରେ ଜଣାଇବ ତାର ଉତ୍ତର 1 ମାଇନସ୍ a ଟୁ ଦି ପାୱାର 1/4 ଇଣ୍ଟୁ 1 ପ୍ଲସ୍ a ଟୁ ଦି ପାୱାର 1/4 ଇଣ୍ଟୁ 1 ପ୍ଲସ୍ a ଟୁ ଦି ପାୱାର ହାଫ୍। ଏହାର ଉତ୍ତର କେତେ ହେବ କମେଣ୍ଟ ସେକ୍ସନରେ ଲେଖିକି ଜଣାଇବ।